ଆଚ୍ଛା ସାଙ୍ଗମାନେ, ଗୋଟେ କଥା ମୋର ମନେ ପଡ଼ିଗଲା। ଗାଁ କନିଆ ଶିଗାଣି ନାକି ତ ସମସ୍ତେ ଜାଣିଛନ୍ତି। ଯଦି ଗୋଟେ ଗାଁରେ ଗୋଟିଏ ଝିଅ କି ପୁଅ, ସେ କିଛି ଭଗବାନ ତାଙ୍କୁ କଳା ଦେଇ ପଠାଇଛନ୍ତି, ସେ ସଙ୍ଗୀତ ହଉ, ଡ୍ୟାନ୍ସ ହଉ, ଚାହୁଁଛି ମୁଁ କିଛି ଶାସ୍ତ୍ରୀୟ ସଙ୍ଗୀତ ଶିଖେ କି କିଛି ଡ୍ୟାନ୍ସ ଶିଖେ। ସିଙ୍ଗର ହେବାକୁ ଜଣେ ଜଣଙ୍କୁ ବି ଭଲ ଲାଗେ, ଡ୍ୟାନ୍ସ କରିବାକୁ ଭଲ ଲାଗେ। ତାଙ୍କର ପ୍ରକୃତ କଳାଟା କେତେଟା ଅଂଶରେ ଲୋକଙ୍କୁ ଭଲ ଲାଗେ। ଯେମିତି କଙ୍କଡ଼ାକୁ ଟାଣେ, ତାଙ୍କୁ ଉତ୍ସାହିତ ବଦଳରେ କହିବେ କ'ଣ ଯାଇ ଛିଣ୍ଡେଇବୁ ସେଠି, ଗୋଟେ ଅଡ଼ିସନ୍ ଆସିଛି, ସେ ଭଲ ମୁଁ ଅଡ଼ିସନ୍ରେ ଯିବି, ନିଶ୍ଚିତ ମୁଁ ସକ୍ସେସ୍ ହେବି। ତୁ ଗୋଟେ କି ଗୀତ ବୋଲୁଛୁ, ତୁ ଗୋଟେ କ'ଣ ନାଚ ନାଚୁ, ମାନେ ଗାଁ କନିଆ ଶିଗାଣି ନାକି। ଆପଣ ଦେଖନ୍ତୁ ମୋବାଇଲରେ ଏଇ ହାଉସ୍ ୱାଇଫ୍ ମାନେ, ଆମରି ଭଳି ସ୍ତ୍ରୀ ଲୋକମାନେ ନାଚୁଛନ୍ତି। କେଉଁଠିକି ଶିକ୍ଷା କରିବାକୁ ଯାଇନାହାନ୍ତି ସେମାନେ, କିନ୍ତୁ ଆଜି ମିଲିୟନ ମିଲିୟନ ଭ୍ୟୁଜ୍ ସେମାନଙ୍କୁ ଦେଖୁଛନ୍ତି। ସେମାନେ କେଉଁଠିକି ଯାଇଥିଲେ? କାରଣ ଗାଁ କନିଆ ଶିଗାଣି ନାକି ଯଦି ଟିକେ ଆଗକୁ ଉଠିବ ତାକୁ ଟାଣିବେ। ଏମାନଙ୍କୁ ଆପଣ ଚିହ୍ନି ନାହାନ୍ତି, ଆପଣ ଦେଖିଲେ, କିନ୍ତୁ ସେଇ ଜିନିଷଟା ଆପଣ ନିଜ ପିଲାମାନଙ୍କୁ ଉତ୍ସାହିତ କରନ୍ତୁ ନା, ତାଙ୍କୁ ସାହସ ଦିଅନ୍ତୁ ନା, ତାଙ୍କ ପଛରେ ଲାଗନ୍ତୁ ନା। ସିଏ ବି କିଛିଠୁ କାହାଠୁ କମ୍ ନୁହନ୍ତି। ତାଙ୍କର ମନ ବି ଗୋଟେ ଜିନିଷ ଅଛି। ତାଙ୍କର ଯଦି ଭଗବାନ କଳା ଦେଇଛି, ତାଙ୍କୁ ଆପଣ ସାହାଯ୍ୟ କରନ୍ତୁ, ଆଗେଇ ନିଅନ୍ତୁ। ଦେଖିବେ ତାଙ୍କମାନଙ୍କ ପାଇଁ ଆପଣ କେତେ ସମ୍ମାନିତ ହେଉଛନ୍ତି ବାହାରେ। ନିଶ୍ଚିତ ସମ୍ମାନିତ ହେବେ, ଗ୍ୟାରେଣ୍ଟି ଦେଉଛି ମୁଁ। ଠିକ୍ କହିଲି ନା?